ଚିକିଟି କ୍ଷୁଦ୍ର ଜଳସେଚନ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ହୋଇଥିବା ଦୁର୍ନୀତିର ତଦନ୍ତ ଦାବି। ଗଞ୍ଜାମ ଜିଲ୍ଲା ଚିକିଟି ଆଇବି ବଙ୍ଗଳାଠାରେ ଫରୱାର୍ଡ ବ୍ଲକ ତରଫରୁ କ୍ଷୁଦ୍ର ଜଳସେଚନ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି କରି ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଦୁର୍ନୀତିର ତଦନ୍ତ ପାଇଁ ଫରୱାର୍ଡ ବ୍ଲକ ଜିଲ୍ଲା ସଭାପତି ବିଭେନ୍ଦୁ ପାଢ଼ୀ, ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବ, ଜିଲ୍ଲାପାଳ, ଗଞ୍ଜାମ ଭିଜିଲାନ୍ସ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ମଣ୍ଡଳ ବ୍ରହ୍ମପୁର ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ମଣ୍ଡଳ ବ୍ରହ୍ମପୁରକୁ ଲିଖିତ ଅଭିଯୋଗ କରିଛନ୍ତି। ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଯଦି ଜାଣିଶୁଣି ବିଳମ୍ବ ହୁଏ ତାହେଲେ ଫରୱାର୍ଡ ବ୍ଲକ ଆବଶ୍ୟକ ସ୍ଥଳେ ମାମଲା ପାଇଁ ଉଚ୍ଚ ନ୍ୟାୟାଳୟକୁ ଯିବାକୁ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବିଭେନ୍ଦୁ ପାଢ଼ୀ, ଜିଲ୍ଲା କୋଷାଧ୍ୟକ୍ଷ ସ୍ୱପ୍ନେଶ୍ୱର ପାଣିଗ୍ରାହୀ ଏବଂ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସାମ୍ବାଦିକ ସମ୍ମିଳନୀରେ ଦାବି ଜଣାଇଥିଲେ। ଚିକିଟି ଅଞ୍ଚଳରେ କ୍ଷୁଦ୍ର ଜଳସେଚନ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁର୍ନୀତି ଚାଲିଛି। ଫରୱାର୍ଡ ବ୍ଲକର ଦାବି ଅନୁଯାୟୀ ଚିକିଟି ଚକ୍ରବର୍ତ୍ତୀ ସାଗର ଏଷ୍ଟିମେଟ୍ ମୂଲ୍ୟ 66.73 ଲକ୍ଷ ଟଙ୍କା। ଏଗ୍ରିମେଣ୍ଟ ନମ୍ବର 85 P1/2024 ଏଗ୍ରିମେଣ୍ଟ ମୂଲ୍ୟ 83 ଲକ୍ଷ ଟଙ୍କା ହୋଇଥିବା ବେଳେ ସେଠାରେ 40% କାର୍ଯ୍ୟ ହୋଇଛି। ଏଗ୍ରିମେଣ୍ଟ ନମ୍ବର 26 P1/2024-25 ଏଗ୍ରିମେଣ୍ଟ ମୂଲ୍ୟ 4.20 ଲକ୍ଷ ଟଙ୍କା କାର୍ଯ୍ୟ ନ କରି ମିଥ୍ୟା ବିଲ୍ ପ୍ରସ୍ତୁତ କରାଯାଇଛି। ସେହିପରି ଚିକିଟି ଏନ୍ଏସିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ 500 କ୍ଷମତା ବିଶିଷ୍ଟ ବହୁମୁଖୀ ଭବନ ଓ 300 କ୍ଷମତା ବିଶିଷ୍ଟ ବହୁମୁଖୀ ଭବନ ପାଇଁ ଏଷ୍ଟିମେଟ୍ ମୂଲ୍ୟ 516 ଲକ୍ଷ ଟଙ୍କା ହୋଇଥିବା ବେଳେ ଠିକାଦାର ଏଷ୍ଟିମେଟ୍ ମୂଲ୍ୟ 5% କମାଇ 22 ଲକ୍ଷ ଟଙ୍କା ଏଗ୍ରିମେଣ୍ଟ କରି କାର୍ଯ୍ୟ କରୁଛନ୍ତି। ଏମିତି ଚିକିଟି ଅଞ୍ଚଳରେ ବଢେଇଘାଇ ଓ କୋଟିଲିଙ୍ଗି ସାଗର ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ନିମନ୍ତେ ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ଭାଇଙ୍କ ନେତୃତ୍ୱରେ ମା ନିଜବାଙ୍କେଶ୍ୱରୀଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ନିର୍ମାଣ କାର୍ଯ୍ୟର ସମସ୍ତ ଗୁଣବତ୍ତା ଏବଂ ପରିମାଣ ସହିତ ଠିକାଦାର ଏବଂ ଯନ୍ତ୍ରୀ ବୁଝାମଣା କରି ଟେଣ୍ଡର ମୂଲ୍ୟ ହ୍ରାସ ସହ ପିସି ବଢାଇ ନିମ୍ନମାନର ନିର୍ମାଣ କାର୍ଯ୍ୟର ସନ୍ଦେହତା ସୃଷ୍ଟି କରୁଛି ବୋଲି ଫରୱାର୍ଡ ବ୍ଲକ ସାମ୍ବାଦିକ ସମ୍ମିଳନୀରେ ତଦନ୍ତ ପାଇଁ ଦାବି କରାଯାଇଛି। କାର୍ଯ୍ୟରେ ବ୍ୟବହୃତ ହୋଇଥିବା ସିମେଣ୍ଟ, ଲୁହା ଛଡ଼, ଗୁଡ଼ି, ମେଟାଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ଜାଲିଆତି ଦୁର୍ନୀତିର କାରଣ ବୋଲି ଫରୱାର୍ଡ ବ୍ଲକ ଜଣାଇଛି। ଠିକାଦାର ଲାଭ ରହିଲା, ପ୍ରୋଜେକ୍ଟ ହେଇପାରିବ ନାହିଁ। ସେମାନେ ପ୍ରୋଜେକ୍ଟକୁ ଜଗୁଛନ୍ତି, ବର୍ଷାକୁ ଜଗୁଛନ୍ତି। ବର୍ଷା ହେଲେ ତାଙ୍କର ଫାଇନାଲ ବିଲ୍ ହେଇଯାଏ, ପାଣି ପଶିବ। କେତେ ମାଟି କଣା ହେଲା, ସେ ମାଟି ପକକୁ କୋଉଠି ଡିସ୍ପୋଜାଲ କରାହେଲା ସେଇଟା ଆପଣ ଜାଣିପାରିବେନି। କେତେ ଟନ୍ର ମାଟି ଉଠିଲା, ତାକୁ ଡିସ୍ପୋଜାଲ କରାହେଲା, ଗାଡୁ ୱାଲ କେତେ ହେବା କଥା, ସେ ଜିନିଷ ସେମାନେ ସବୁଥିରେ କମ୍ ପଡ଼ିଲା। 62 ଲକ୍ଷ କେତେ କମିଲା ଚିନ୍ତା କର। ପ୍ରୋଜେକ୍ଟ ସମ୍ଭବ ନୁହେଁ, ଯାହା ଏଷ୍ଟିମେଟ୍ କରୁଛି ଆମେ ଯଦି ଭାବିବା ଯଦି ଏଷ୍ଟିମେଟ୍ ଠିକ ତାହେଲେ ଦୁର୍ନୀତି ହେଇଛି। ଯଦି ଦୁର୍ନୀତି ହେଇନି, ଯିଏ ଏଷ୍ଟିମେଟ୍ କରୁଛି ସେ ପାଠ ପଢୁନି, ଜାଣି ସାର୍ଟିଫିକେଟ୍ ଆଣିଛି। 6 ଲକ୍ଷ ପାଖାପାଖି 6 କୋଟି ପାଖାପାଖି। ଆରେ ଏଷ୍ଟିମେଟ୍ ମୂଲ୍ୟ 6 କୋଟି ପାଖାପାଖି। ସବୁଠୁ ମୁଖ୍ୟ ଆଶ୍ଚର୍ଯ୍ୟର କଥା ହଉଛି ଠିକାଦାର ଏଷ୍ଟିମେଟ୍ ମୂଲ୍ୟ ଠାରୁ 5.20% ମୂଲ୍ୟ କମାଇ ଯେତିକି ଏଷ୍ଟିମେଟ୍ କଷ୍ଟ ଅଛି, ମନେକର 6 କୋଟି ଅଛି, ତାଇରୁ 5.20 ସେ କମେଇ ସେ ଟେଣ୍ଡର ନେଇଛି, ତା ନାଁରେ କାମ ଆସିଛି। 2 ନମ୍ବର କଥା ହେଲା ପିସି ନେଉଛନ୍ତି 16 ରୁ 22, ହେଲେ 20% 25% ଆମର ପଳେଇଗଲା। 1 କୋଟିରେ 25 ଲକ୍ଷ ଟଙ୍କା ପଳେଇଗଲା ଏମାନଙ୍କର ଏଇ ଯୋଉ କମେଇବାଟା ଆଉ ପିସି ବାବଦରେ। କାମ କ'ଣ ହଉଛି ଟିକେ ଚିନ୍ତା କରିଲେ। ଏ ସମ୍ପର୍କରେ ଆମେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ପାଖରେ ଆମେ ତାଗିଦ କରୁଛୁ। ଆମ ଜିଲ୍ଲା ଗଞ୍ଜାମ ଜିଲ୍ଲା କମିଟି ଫରୱାର୍ଡ ବ୍ଲକ ତରଫରୁ ସେମାନେ ଆମକୁ ଭ୍ରକ୍ଷେପ କରିନାହାନ୍ତି। ଏଠି ରାଜନୈତିକ ଚିନ୍ତାଧାରା ଶୂନ। ଏଠି ଲୋକମାନେ ଭୋଟ ଦେଇଦେଲେ ଆଉ କିଛି ଜାଣନ୍ତି ନାହିଁ। ଲୋକଙ୍କର ଏଠି ପ୍ରେସର ନାହିଁ। ଦେଖିବେ କଟକ ଭୁବନେଶ୍ୱର ଆଡେ ସେମାନେ ବାୟା ଉଠେଇ ଦେବେ, କିନ୍ତୁ ଏଠି ସେମିତି କିଛି ଆମ ଗଞ୍ଜାମ ଲୋକ ଏଭଳିଆ ନାହିଁ। ଭୋଟ ଦେଇଦେଲେ ଆଉ ତ ଭୋଟ ଆସିଲେ କାମ। ଏମାନେ ଜାଣିଛନ୍ତି ଆମର ମାନସିକତାକୁ, ସେମାନେ ଦେଖିଛନ୍ତି, ବହୁତ ପାଖରୁ ଦେଖିଛନ୍ତି। ସେମାନେ ଏକ ପ୍ରକାର ଲୁଟ୍ କରୁଛନ୍ତି। ଯଦି ଟେଣ୍ଡରରେ କମିଲା, ପିସିରେ ନେଲେ ଆଉ କାମ କ'ଣ ହବ ଟିକେ ଚିନ୍ତା କରନ୍ତି। ଏ ସମ୍ପର୍କରେ ଆମେ ଆର୍ଟିଆଇ ମାଗିଥିଲୁ, ଜନସୂଚନା ଅଧିକାରରେ ଆମର ସମର୍ଜିତ ମହାନ୍ତି ମାଗିଥିଲେ, ମୁଁ ବି ମାଗିଥିଲି। ଆମକୁ ତଥ୍ୟ ସବୁ ହସ୍ତଗତ ହେଇଛି। ଏ ତଥ୍ୟକୁ ଆମେ ଆଧାର କରିକି ଆମେ ମୁଖ୍ୟମନ୍ତ୍ରୀଠୁ ଆରମ୍ଭ କରିକି ଆମେ ବିଭାଗୀୟ ଅଧିକାରୀ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆମେ
ଦେଇଥିଲୁ, ପିଟିସନ ଦେଇଥିଲୁ। ଆମେ ଆଜି ଆପଣମାନଙ୍କ ଜରିଆରେ ଆମେ ଏ ମୁଦ୍ଦା ଯଦି ଭବିଷ୍ୟତରେ ଯଦି ଏ କଥା ଯଦି ଭୃକ୍ଷେପ ନ କରନ୍ତି ତାହେଲେ ଆମେ ଆମ ଦଳ ତରଫରୁ ନିଶ୍ଚିତ ଆମେ ହାଇକୋର୍ଟରେ ଆମେ ଆଶ୍ରୟ ନେବୁ। ଯାହା ହେଲା ତାକୁ ତେଣିକି ଦେଖାଯିବ। ଲୋକଙ୍କ ନ୍ୟାୟ ପାଇଁ ଆମେ ଲଢୁଛୁ। ଏ ଲୋକମାନେ କହୁଛନ୍ତି ସାମ୍ବାଦିକ ମାନେ 500, 1000, 1500 ଟଙ୍କାର ମୂଲ୍ୟ, ସେ ଚିନ୍ତାଧାରା ଆମ ଭିତରେ ନାହୁଁ। ମନା ନାହିଁ, ପଇସା ସମସ୍ତଙ୍କ ଆବଶ୍ୟକତା ଅଛି। ଯେହେତୁ ସାମ୍ବାଦିକ ମାନେ ଦରମା କିଏ ଦଉନାହାନ୍ତି, ସେମାନେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦରମା ନେଉଛନ୍ତି, ଏ ପ୍ରକାର କଥା ବି କହୁଛନ୍ତି। ସେଥିପାଇଁ ଆମର ମୁଖ୍ୟ ସାମ୍ବାଦିକ ବନ୍ଧୁମାନଙ୍କୁ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା କମିଟି ତରଫରୁ शुभेच्छा एवं अभिनंदन। आमे गंजाम जिला कमिटी तरफरु चिकिटी ब्लॉक रे क्षुद्र जलसेचन योजना एवं ग्राम्य उन्नयन विभाग तरफरु दुर्नीति जो विभिन्न काम रे दुर्नीति होती से प्रसंग उठाया आज आम जिला तरफ एक सांबादिक सम्मेलन आम आहुत करुचु। कारण है क्षुद्र जलसेचन विभाग रे चिकिटी पात्रपुर जो 2टा ब्लॉक रे प्राय आनुमानिक 100 कोटी टंकार काम चलती। परिप्रेक्षी पात्रपुर सिंहभाग काम चलता बेले चिकिटी किसी हाथ गणती काम चलती। चक्रवर्ती सागर, खुदुड़ी, कोटलिंग सागर, बढ़ईघाटी सागर, कालंजी घाई, चिकिटी पेंट एभलिया किसी काम चलती। ए तल दिन एमाने लक्ष लक्ष देखु चक्रवर्ती सागर एस्टिमेट मूल्य 660 लाख टंका, बढ़ईघाटी बढ़ईघाई एस्टिमेट मूल्य हूँ 18 लाख 31 लाख। तापरे कोटलिंग सागर हूँ 62 लाख। एते टंकार काम होची जेई महाशय से पाखे किए रोना आउ जो गाइडलाइन अच्छी कौन काम करिवो, केमिति काम करिवो, केते माटी उठिला, कौन गाइडलाइन अच्छी किए जानिया अंचल लोक मैंने पचार ना कि सांबादिक बंधु मैंने से जाना चेष्टा करना गाइडलाइन कौन अच्छी कि प्रकार काम कर अधा को अधा भाया राजनीति रे से पाख टिके मारुना काम पाखक जेई मनमुखी शासन जेई आ ठेकादार माने मधुचन रेखा है एक नंबर चलू कर भावुची जहाँ आर पृष्ठपोषकता रोचे राजनीति। देखिए चिकिटी एनआईसी बड़दाण्डर 2 पटरे ए लास्ट जो रत्नई मंदिर एपटे रहा चिकिटी गढ़ जो कल्याण मंडप अच्छी जो मौसीमा मंदिर सेपटे गोटे बहुमुखी